Hello guys, welcome more and welcome back to our channel Satyali Odia Vlogs. So କେମିତି ଅଛନ୍ତି? I hope ଆପଣ ବହୁତ ହି ଭଲରେ ଥିବେ ଆଉ ଆମକୁ ବହୁତ ସାରା ଭଲ ପାଇବା ଦଉଛନ୍ତି ମୁଁ ଜାଣିଛି, କିନ୍ତୁ ଆସୁଛନ୍ତି ଯୋଉମାନେ ନୂଆ କରି ଆସୁଛନ୍ତି ବ୍ଲଗ ଦେଖି ଦଉଛନ୍ତି, ଅଧା ଦେଖି ଦେଇକି ପଳଉଛନ୍ତି, ଲାଇକ୍ କରୁନାହାନ୍ତି, ସେୟାର କରୁନାହାନ୍ତି, କମେଣ୍ଟ କରୁନାହାନ୍ତି, ସବସ୍କ୍ରାଇବ ବି କରୁନାହାନ୍ତି। ତ ଯୋଉମାନେ ନୂଆ ଆସିଛନ୍ତି, ଯୋଉମାନଙ୍କୁ ଆମ ବ୍ଲଗଟି ଭଲ ଲାଗୁଛି, ସୋ ଡେଫିନେଟଲି ଲାଇକ୍ ସେୟାର କମେଣ୍ଟ ଆଣ୍ଡ ସବସ୍କ୍ରାଇବ କରିକି ହିଁ ଯାଆନ୍ତୁ। ସୋ ଚାଲନ୍ତୁ ଆଜିର ବ୍ଲଗ ଷ୍ଟାର୍ଟ କରିଦେବା। ଆପଣମାନେ ଭାବୁଥିବେ ସବୁବେଳେ ବ୍ଲଗଟାକୁ ମୁଁ ଏକୁଟିଆ ଷ୍ଟାର୍ଟ କରୁଛି, ମୋ ଗୁଲୁ କୁଆଡ଼େ ଗଲେ କି? ମୋ ଗୁଲୁ ଯାଇଛନ୍ତି ତାଙ୍କ ନିତ୍ୟକର୍ମରେ, ଯୋଉଟାକି ସେଇଟା ତ ମ୍ୟାଣ୍ଡେଟୋରୀ ସବୁ ପୁଅମାନଙ୍କ ଲାଇଫରେ। ଆଉ ଏମିତିରେ ବି ଆମେ ଦି ଜଣ ମ୍ୟାରେଡ୍, ସିଏ ଯିବାକୁ ହିଁ ପଡ଼ିବ କାମକୁ। ସେ ଯଦି ନ ଯିବେ ତାହେଲେ ଆମେ ଖାଇବୁ କଣ, ପିନ୍ଧିବୁ କଣ, ବୁଲିବୁ କେମିତି? ମଜା କରିଦେଲେ ସେଇଟା ଟୋଟାଲି ବି ସିରିୟସ୍ ନେବେନି। ଗୁଲୁ ଯାଇଛନ୍ତି ତାଙ୍କ ଜବରେ, ମିନ୍ସ କାମ କରିବାକୁ, ମୁଁ ଅଛି ଘରେ। ସୋ ସେଇଥିପାଇଁ ସିଏ ମାନେ ଆମର ବ୍ଲଗ ଷ୍ଟାର୍ଟ କଲା ବେଳକୁ ତ ମୁଁ ଉଠିଥିବି, ସିଏ ତାଙ୍କର ଗାଧୋଇ ପାଧୋଇବାକୁ ପଳେଇଥିବେ, ତାପରେ ସେ ଖାଇ ପିଇକି ତାଙ୍କର ପଳାନ୍ତି। ଆଉ ସିଏ ରୁହନ୍ତିନି, ସେ ସାଙ୍ଗେ ସାଙ୍ଗେ ପଳାନ୍ତି। ଆଉ ତାଙ୍କୁ ଏତେ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏତେ ସବୁ ଭଲ ନୁହଁ। ତାଙ୍କର ଇନଷ୍ଟାରେ ଓନ୍ଲି ଫଟୋସ୍ ଭିଡ଼ିଓ ସବୁ ପୋଷ୍ଟ କରନ୍ତି ସିଏ। ଆଉ ଭିଡ଼ିଓ ତ ଏତେ ସେ ରିଲ୍ସ ବନାନ୍ତିନି, ଏମିତି କାଁ ଫାଁ ବୋଧେ ଆପଣ ଦେଖିଥିବେ ମୋ ଇନଷ୍ଟାଗ୍ରାମରେ, ଯେଉଁମାନେ ବି ଫଲୋ କରିଛନ୍ତି ମୋତେ। ଆଉ ଯେମିତିକି ମୁଁ ପ୍ରିଭିୟସ୍ ଭିଡ଼ିଓରେ କହିଥିଲି, ମୋ ଫେସ୍ରେ ମୁଁ ମୋର ନାଇଟ୍ ଆଉ ମର୍ଣ୍ଣିଂର ସ୍କିନ୍ କେୟାରଟାକୁ ସ୍କିପ୍ କରିଦେଇକି ମୋ ଫେସ୍ରେ ବହୁତ ଗୁଣେ ବ୍ରଣକୁ ଆଣିଦେଇଥିଲି, ମିନ୍ସ ଆକ୍ନେ କୁ ସୃଷ୍ଟି କରିଥିଲି। ସେଟା ଏବେ ଟିକେ ଟିକେ ବୋଧେ ଭଲ ହେଇ ଆସିଲାଣି, ଆପଣମାନେ ବି ଦେଖିପାରୁଥିବେ ଯେ ମୋର ଟିକେ ଟିକେ ଭଲ ହେଇ ଆସିଲାଣି। ଏଠି କିଛି ଅଛି, ସବୁ ତା ଦାଗ ରହିଯାଇଛି, ଟିକେ ଟିକେ ଦି ତିନିଟା ଖଣ୍ଡେ ଅଛି। ସେଇଟା ବହୁତ ଜଲ୍ଦି ହିଁ ମୁଁ ତାକୁ ରିକଭରି କରିବାକୁ ଟ୍ରାଏ କରିଛି, ଯୋଉଟାକି ଜଲ୍ଦି ଭଲ ହେଇଯିବ। ମୁଁ ସ୍କିନ୍ କେୟାରଟାକୁ ସ୍କିପ୍ କରିଦେଲେ ହିଁ ମୋର ଆସିଯାଏ ଆକ୍ନେ, ଆଉ ପୁଣି ତାକୁ ରେଗୁଲାର କରିଦେଲେ ସେ ଧୀରେ ଧୀରେ ଯିବା ଅବସ୍ଥାରେ ସେ ତାର ବେଡ଼ିଂ ବିସ୍ତର ବାନ୍ଧି ସାରିବଣି, ଏଇନା ଯିବ। ସୋ ଚାଲନ୍ତୁ ଆଜିର ବ୍ଲଗଟିକୁ ଷ୍ଟାର୍ଟ କରିବା। ଆଉ ଭାବୁଥିବେ କ'ଣ ମେହେନ୍ଦି ଫେହେନ୍ଦି ମୁଁ ଲଗେଇ ପକେଇଛି, ଆଉ ସେଇଟା ବ୍ଲଗରେ ଆପଣମାନଙ୍କୁ ଦେଖେଇବି ଯେ ମୋର ମେହେନ୍ଦିଟା କିଏ ପକେଇଥିଲା। ତ ଚାଲନ୍ତୁ ଆଜିର ବ୍ଲଗଟିକୁ ଷ୍ଟାର୍ଟ କରିବା। ଚାଲନ୍ତୁ ଯିବା ଛାତ ଉପରକୁ। ଏଠି ମୁଁ ମୋ କମଳ ଶୁଖେଇ ଦେଇଥିଲି ଆଣିକି, କମଳ କନ୍ଥା ବଗେରା ଏଠି ସବୁ ସାର୍ଟ ପ୍ୟାଣ୍ଟ ଶୁଖେଇ ଦେଇଛି। ଏଠି ତ ଆପଣମାନଙ୍କୁ ମୁଁ ଦେଖେଇଥିଲି ମୋ ସର୍ଟସ୍ ବ୍ଲଗରେ, ଯେମିତିକି ମୋ ମିନି ବ୍ଲଗରେ ଦେଖେଇଥିଲି। ଏଇଟା ତ ଗୋଲାପ ଗଛ ଆପଣ ଜାଣିଛନ୍ତି, ତଳେ ବି ଗୋଟେ ଅଛି, ସେଟା କିନ୍ତୁ ବୁଢ଼ା ହେଇଗଲାଣି ବୋଧେ। ଏଟା ବି ଗୋଟେ ଗଛ, ଏଠି ବି ସବୁ ଗଛ ଲାଗିଛି। ଏଇଟା ତ ମନ୍ଦାର ଗଛ, କଢ଼ ହେଇଛି, ହଁ ହେଇଛି କଢ଼। ଏଇଠି ଦେଖନ୍ତୁ, ଏଇଠି କଢ଼ ହେଇଛି। ଏଠି ବି ଗଛ ଲାଗିଛି। ଏଟା କୋଉ ଗଛ ପ୍ରାୟ ଏତେ ତ ମୁଁ ଜାଣିନି, ସେଟା ତ ମୁଁ ଦେଖେଇଥିଲି ଆପଣଙ୍କୁ ପିଆଜ ଗଛ ବୋଲି। ଏଟା ପିଆଜ, ଏଇଟା ଟମାଟୋସ୍। ଦେଖନ୍ତୁ ଟମାଟୋ ଟମାଟୋ ବଡ଼ ବଡ଼ ହେଇଗଲାଣି। ଦେଖନ୍ତୁ ଏଇଟା କେତେ ବଡ଼ ହେଲାଣି। ଏଠି ଆଉ ଏଠି ବି ଟମାଟୋ ଟମାଟୋ ଟମାଟୋ। ସେଠି କଖାରୁ ଗଛ, ଏଠି ପିଆଜ ଗଛ, ଏଇଠି ଏଟା କୋଉ ଫୁଲ ଆକୁ ତ ମୁଁ ଜାଣିନି, କିନ୍ତୁ ଏଟା ଫୁଲ। ଏଠି ବହୁତ ସାରା ଏମିତି ଛୋଟ ଛୋଟ ଗଛ ଲାଗିଛି ଆଉ ଆମ ଛାତ ଉପରେ। ଆଉ ଏଟା ତ ଏଠି ଗୋଟେ ଗେଣ୍ଡୁ ଗଛ ଲାଗିଛି, ଏମିତି ବହୁତ ସାରା ଗଛ। ଏଟା ତ ତୁଳସୀ ଗଛ ଲାଗିଛି। ଆଉ ଏଇଟା ସୁନ୍ଦର ସୁନ୍ଦର ଟିକି ଟିକି ଗୋଲାପର କଢ଼, କେମିତି ଦେଖାଯାଉଛି। ଏଇଠି ବି ଟିକେ ଟିକେ ହେଇଛି। ଏଠି ମୋ ଭଉଣୀ ଆସିକି ତାର ସବୁବେଳେ ସେ ତାର ତୋଳିକି ନେଇଯାଉଛି। ଏଠି ବି ଗୋଟେ ହେଇଛି। ଏଇ ତଳେ ଆମର ଆଉ ଗୋଟେ ବି ସୁନ୍ଦର ଗୋଟେ ଗୋଲାପ ଟୁଇଁ କଢ଼ଟେ ହେଇଛି, ଯୋଉଟାକି ମୁଁ ଆଜି ଦେଖିଲି ଯେ ଏଠି ନୂଆ ଗଛ ଆସିଯାଇଛି। ତ ଏଇଟା ବହୁତ ହିଁ ସୁନ୍ଦର ଲାଗୁଥିଲା, ସେଇଥିପାଇଁ ଆପଣମାନଙ୍କୁ ଦେଖେଇଦେଲି। ଏଇଟା ହଉଛି ସୋନୁ ପାମ୍ପୁଡି, ଯୋଉମାନେ ବି ଖାଇଥିବେ ଛୋଟବେଳେ କଣ ବଡ଼ବେଳେ କଣ, ଏଇଟା ସମସ୍ତେ ଖାଆନ୍ତି, ମତେ ଏଇଟା ବହୁତ ଭଲ ଲାଗେ। ଏଇଟା ହଉଛି ନଟ୍ସ, ମିନ୍ସ ବାଦାମ କା ପକୋଡା। ମାନେ ଯୋଉମାନେ ବି ଖାଉଥିବେ, ମାନେ ଦେଖୁଥିବେ ମତେ ସେମାନେ ହସୁଥିବେ। ଏଇଟା ହଉଛି ମୁଗ ଡାଲ, ଏଇ ତିନିଟା। ଆ ସହିତ ହଉଛି ଡେରି ମିଲ୍କ। ଗାଇସ୍, ଆପଣ ବିଲିଭ୍ କରିବେନି, ଏଇଟା ମୋର ବହୁତ ହି ଫେଭରେଟ୍ ଆଉ ମୋର ଥମ୍ସ ଅପ୍। କିନ୍ତୁ ମାନେ ଏଇ ଟାଇମରେ ମୋ ଦେହ ଖରାପ ଯେହେତୁ, ମୁଁ ଏଇଟାକୁ ଗୁଲୁଙ୍କଠୁ ଲୁଚେଇ ଖାଉଛି। ଆଉ ଥଣ୍ଡା କିମ୍ବା କୋଲ୍ଡ ଡ୍ରିଙ୍କସ୍ ବି
ମୁଁ ଗୁଲୁଙ୍କଠୁ ଲୁଚେଇକି ଏବେ ପିଉଛି। ଆଉ ଯଦି ସିଏ ମତେ ଜାଣିବେ ତାଙ୍କ ହାତ ସହିତ ମୋ ଗାଲ। ମୁଁ ତ ଜାଣିଛି ସିଏ ଅଲରେଡି ବ୍ଲଗ ଦେଖିଲେ ଜାଣିଯିବେ, ନହେଲେ ମୋ ଭଉଣୀମାନେ ଆସିଲେ କହିଦେବେ, ନହେଲେ ସିଏ ମୁଁ ଏଡିଟ୍ କଲା ସମୟରେ ବି ସେ ଭିଡିଓ ଦେଖନ୍ତି, ସେ ଜାଣିଦେବେ। ତ ଚାଲନ୍ତୁ ମୁଁ ଖାଇସାରିଲା ପରେ ଆପଣମାନଙ୍କ ସହିତ କଣ୍ଟିନ୍ୟୁ କରିବି। ମୋ ସହିତ ଜଡ଼ିତ ହେଇକି ରୁହନ୍ତୁ ଏଇ ବ୍ଲଗରେ। ସୋ ଲେଟ୍ସ ଗୋ। ସୋ ଫାଇନାଲି ଏଠି ଗୁଲ୍ଲୁ ପଳେଇ ଆସିଲେ ଆଉ ସେ ପୁରା ରେଡ଼ି ହେଇକିନା ତାଙ୍କର ପୁରା ଫ୍ରେଶ୍ ଫ୍ରେଶ୍ ହେଇକିନା ବସି ପଡ଼ିଛନ୍ତି। ଓନ୍ଲି ତାଙ୍କର ହେୟାର କମ୍ ବାକି ଥିଲା। ଏଠି ମୋ ଭଉଣୀ ତାର ଶୋଇକି ପୋଜ୍ ଦେବା ଚଲେଇଛି। ତ ମୁଁ ଏଠି ରେଡ଼ି ହେଇକିନା ମୋର ଆଉ ବାଟରେ ମନେ ନାହିଁ ଯେ ଫୋନ୍ କାଢ଼ିକି ମୋର ବ୍ଲଗ୍ ବନେଇବାର ଥିଲା, ତ ସେଇଟାକୁ ଆପଣମାନେ ଇଗ୍ନୋର କରିଦିଅନ୍ତୁ। ସୋ ଫାଇନାଲି ଆମେ ଆସିକି ପହଞ୍ଚିଗଲୁ କେଉଁଠି ଗେସ୍ କରନ୍ତୁ କେଉଁଠି। ସୋ ଫାଇନାଲି ଆମେ ଆସିକି ପହଞ୍ଚି ଯାଇଛୁ ମୁଭି ହଲ୍ରେ। ତ ଆଜି ଆମର ଥିଲା ଗୋଟେ ଶୋ, ତ ଆମେ ପଳେଇ ଆସିଲୁ। ତ ଏଇ ମୁଭିଟା ବହୁତ ଦିନ ହେଲା ଆସିଯାଇଛି, ବଟ୍ ଆମେ ସବୁ ମୁଭିର ଫାର୍ଷ୍ଟ ଶୋ ଫାର୍ଷ୍ଟ ଡେ ଆମେ ଯାଉ, ବଟ୍ ଏଇଟା ଷ୍ଟିଲ୍ ଟିକେ ଡେରି ହେଇଯାଇଥିଲା, ତ ସେଥିପାଇଁ ଆମେ କିଛି ମାଇଣ୍ଡ କରୁନା, ଆମେ ପଳେଇ ଆସିଛୁ। କୁଲୁଙ୍କର ଯେହେତୁ ଏଇନା ଟିକେ ବିଜି ସିଡ୍ୟୁଲ୍ ରହିଯାଉଛି, ବିକଜ୍ ସିଏ ତାଙ୍କ ଡ୍ୟୁଟିରେ ପଳାଉଛନ୍ତି, ଆସୁ ଆସୁ ରାତି ହେଇଯାଉଛି, ସେଇଥିପାଇଁ ସେଇଟାକୁ ଆମେ ଆଉ ଯାଇପାରିଲୁନି ମୁଭି ଦେଖିବାକୁ। ତ ଆଜି ଆମେ ପଳେଇ ଆସିଥିଲୁ ବର୍ଡ଼ର 2 ଦେଖିବାକୁ। ତ ଗୁଲୁ ଏଠି ତାଙ୍କର ଟିକେ ଟେନସନ୍ରେ କ'ଣ ଫୋନ୍ ଦେଖା ଚଲେଇଥିଲେ। ମୁଁ ତାଙ୍କୁ କହୁଥିଲି କ'ଣ ତୁମେ ଟିକେ ହସୁନ, ସ୍ମାଇଲ୍ ଦିଅ। ତ ଷ୍ଟିଲ୍ ଛାଡ଼ନ୍ତୁ, ସେ ଗୁଲୁ ତ ହସିଲେନି, କିନ୍ତୁ ସିଏ ତାଙ୍କର ମୁଭିରେ ତାଙ୍କର ବହୁତ ଏନ୍ଜୟ କରିବା ଚଲେଇଲେ। କିନ୍ତୁ ଆଜି ସେ ଆମେ ବୁକ୍ କରିଦେଇଥିଲୁ ରିସାଇକ୍ଲିଂ, ଆଉ ଯେଉଁ ସିଟ୍ରେ କମ୍ଫର୍ଟେବୁଲ୍ ପୁରା ଶୋଇ ହେବ, ଆଉ ମସ୍ତ ହିଁ ଲାଗେ ସିଟ୍। ଆଉ ମହାରାଜାର ସବୁ ସିଟ୍ ଭଲ, ଆପଣ ଯେଉଁଟା ବି ବୁକିଂ କରିଥିବେ ଜାଣିଥିବେ କେଉଁ ସିଟ୍ ମହାରାଜାର ଭଲ ଅଛି। କିନ୍ତୁ ଆମେ ଆଜି ରିସାଇକ୍ଲିଂ ବୁକ୍ କରିଦେଇଥିଲୁ, ତ ବହୁତ ହିଁ ଭଲ, ପୁରା କମ୍ଫର୍ଟେବୁଲ୍ ଦେଖିଲୁ। ତ ଷ୍ଟାର୍ଟ ହେଇଗଲା ଆମ ମୁଭି ବର୍ଡ଼ର 2। ତ ବହୁତ ହିଁ ଭଲ ଥିଲା। ଆଉ ଏଇ ଗୀତଟା କାହାକୁ କାହାକୁ ଭଲ ଲାଗେ ତ ଏଇଟା କହିବେ। ଏଇଟା ହେଉଛି ଇଣ୍ଡିଆନ୍ ଆର୍ମିଙ୍କ ସଙ୍ଗ, ମୋତେ ତ ବହୁତ ଭଲ ଲାଗେ। ତ ଘରକୁ ଆସିଲା ପରେ ଏଇଠି ମୋ ଭଉଣୀ ଉଠି ପଡ଼ିଥିଲା, ତ ଏଠି ଫ୍ରେଶ୍ ହେଇକିନା ମୋ ସ୍କିନ୍ କେୟାର ସାରିକି ମୁଁ ଚାଲିଲି ଶୋଇବାକୁ, ଗୁଲୁ ବି ଚାଲିଲେ ଶୋଇବାକୁ। ତ ଏଠି ଟିକେ ଆମେ ଷ୍ଟାଟସ୍ ଫାଟସ୍ ପକାଇ ଦେଇକି ଯିବା ଶୋଇବାକୁ। ତ ଲେଟ୍ସ ଗୋ। ସୋ ଗାଇଜ୍, ଯଦି ଆପଣମାନଙ୍କୁ ଆମର ଏଇ ବ୍ଲଗଟି ଭଲ ଲାଗିଛି, ସୋ ଡେଫିନେଟଲି ଲାଇକ୍, ସେୟାର, କମେଣ୍ଟ ଆଉ ସବସ୍କ୍ରାଇବ କରିବା ଜମାରୁ ବି ଭୁଲିବେନି। ଆଉ ଆଗକୁ ଏମିତି ବହୁତ ସାରା ଇଣ୍ଟରେଷ୍ଟିଂ ବ୍ଲଗ ଦେଖିବାକୁ ହେଲେ ଆମ ଦୁହିଁଙ୍କ ୟୁଟ୍ୟୁବ ଚ୍ୟାନେଲ ସତ୍ୟ ଅଲି ଓଡ଼ିଆ ବ୍ଲଗ୍ସକୁ ଆପଣମାନଙ୍କୁ ଡେଫିନେଟଲି ସବସ୍କ୍ରାଇବ କରିବାକୁ ପଡ଼ିବ, ଆଉ ବେଲ୍ ଆଇକନ୍ ଦବାଇବାକୁ ପଡ଼ିବ। ଯଦି ବେଲ୍ ଆଇକନ୍ ନ ଦବାଇବେ, ସବସ୍କ୍ରାଇବ ନ କରିବେ, ତାହେଲେ ଜାଣିବେ ହିଁ କେମିତି ଯେ ଆମେ ନୂଆ ଭିଡ଼ିଓ ଅପଲୋଡ଼ କରିଛୁ ଆଉ ଆପଣମାନେ କେମିତି ଦେଖିବାକୁ ଆସିବେ। ତ ସେଥିପାଇଁ ସବସ୍କ୍ରାଇବ କରିବାକୁ ଜମାରୁ ବି ଭୁଲିବେ ନାହିଁ। ସବସ୍କ୍ରାଇବ କରିବାକୁ ଆପଣମାନଙ୍କୁ ପଡ଼ିବ ଯଦି ଆପଣମାନଙ୍କୁ ଆମର ଏଇ ବ୍ଲଗ ଗୁରା ଭଲ ଲାଗୁଛି। ଆଉ ଆପଣମାନଙ୍କ ଭଲ ପାଇବା ଆମ ଦୁଇ ଜଣଙ୍କୁ ବହୁତ ହିଁ ପସନ୍ଦ, ବିକଜ ଆପଣ ଆସନ୍ତି ଆମ ବ୍ଲଗ ଦେଖନ୍ତି, ଆମମାନଙ୍କୁ ବହୁତ ଭଲ ଲାଗେ। ସୋ ଚାଲନ୍ତୁ ଏଇ ଲାଷ୍ଟଟାକୁ ଏତେ ଲଙ୍ଗ କରିବାନି, ଏଣ୍ଡ କରିଦେବା। ତ ଆଉ ଗୋଟେ ନେକ୍ସଟ ବ୍ଲଗରେ ଦେଖାହେବ ଆପଣମାନଙ୍କ ସହିତ। ସେଇ ପର୍ଯ୍ୟନ୍ତ ଷ୍ଟେ ଟ୍ୟୁନ୍ ହେଇକି ରୁହନ୍ତୁ। ଟାଟା ବାଏ ବାଏ, ଏଣ୍ଡ ଜୟ ଜଗନ୍ନାଥ।